ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତିପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତିପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବିବାହ ପୂର୍ବରୁ 5ଟି ପରାମର୍ଶ। ବିବାହ ପୂର୍ବରୁ 5ଟି ପରାମର୍ଶ। ଯେମାନେ ଆଜି ଅନେକ ଜଣ ବାହା ହେଉଛନ୍ତି, ବାହା ହେଲା ପରେ ଅନେକ ପରାମର୍ଶ ଗୁଡ଼ିକକୁ ନେବା ପାଇଁ ଯାଆନ୍ତି। ଯେତେବେଳେ ବାହା ହେଇଗଲା ପରେ ସେମାନଙ୍କର ବିବାହରେ କିଛି ସମସ୍ୟା ଆସେ, ସେହି ସମୟରେ ବିଭିନ୍ନ ଲୋକମାନଙ୍କ ଠାରୁ ସେମାନେ ପରାମର୍ଶ ନିଅନ୍ତି। ଆଉ ସେହି ପରାମର୍ଶ ସେମାନଙ୍କ ଜୀବନରେ ଏତେ ପ୍ରଭାବଶାଳୀ ହୁଏ ନାହିଁ। ଯଦି ସେମାନେ ବାହାଘର ପୂର୍ବରୁ କିଛି ପରାମର୍ଶ ନେଇ ବାହାଘର ହେବେ, ତାହେଲେ ସେମାନଙ୍କ ନିମନ୍ତେ ତାହା ବହୁତ ଉପକାର ରହିବ। ସେଥି ନିମନ୍ତେ ବାହାଘର ପୂର୍ବରୁ ଆମେ କିଛି ପରାମର୍ଶ ନେବା। ଆମେ ପ୍ରଥମେ ପଢ଼ିବା ଆମେ ହିତୋପଦେଶ 3 ଅଧ୍ୟାୟର 5 ପଦ। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର, ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆମମାନଙ୍କର ଦାୟିତ୍ୱ ଏହା, ବାହାଘରରେ ନିଜର ଜ୍ଞାନ ନିଜ ବୁଦ୍ଧିରେ ଆମେ ଆଉଜି ପଡ଼ିବା ନାହିଁ। ନିଜର ଜ୍ଞାନ ଖଟେଇବା, ଅନେକ ଲୋକଙ୍କର ପରାମର୍ଶ ନେବା, ମାତ୍ର ସଦାପ୍ରଭୁଙ୍କ ଉପରେ ଆଉଜି ପଡ଼ିବା, ତାଙ୍କ ଉପରେ ଡିପେଣ୍ଡ କରିବା। ସେ ହିଁ ଆମ ପାଇଁ ଉତ୍ତମ ଜୀବନସାଥୀ ଯୋଗାଇ ପାରିବେ। ତାଙ୍କ ଉପରେ ନିର୍ଭର କରିବାଟା ଆମେ ଶିଖିବାର ଆବଶ୍ୟକ ରହିଛି। ଆମେ ଅନେକ ଲୋକ ଅନ୍ୟମାନଙ୍କର ପରାମର୍ଶ ନିଅନ୍ତି, ଅନ୍ୟମାନଙ୍କ ସଜେସନ୍ ନିଅନ୍ତି, ନିହାତି ଦରକାର ସେଇଟା। ମାତ୍ର ଆମେ ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ଉପରେ ସର୍ବାନ୍ତକରଣ ସହିତ, ସମ୍ପୂର୍ଣ୍ଣ ହୃଦୟ ସହିତ ପ୍ରଭୁଙ୍କ ଉପରେ ଡିପେଣ୍ଡ କରିବାର ଆବଶ୍ୟକ ରହିଅଛି। କାରଣ ପରମେଶ୍ୱର ସେ ବିବାହର ରଚନା କରିଛନ୍ତି, ଆଉ ବାହାଘର ତାଙ୍କର ଯୋଜନା ଅଟେ। ଆଉ ସେ ହିଁ ବାହାଘର ନିମନ୍ତେ ସବୁ ଅଦୃଶ୍ୟ ଭାବରେ ସେ କରନ୍ତି। ସେଥିପାଇଁ ତାଙ୍କ ଉପରେ ଆମେ ନିହାତି ଡିପେଣ୍ଡ କରିବାର ଆବଶ୍ୟକ ରହିଅଛି। ବିବାହର ନିମନ୍ତେ ଦ୍ୱିତୀୟ ପରାମର୍ଶ ମୁଁ ଦେବା ପାଇଁ ଚାହେଁ, ଯାହାକି ଆମେ ପଢ଼ିପାରିବା 2 କରନ୍ଥୀୟ ଏହାର 6 ଅଧ୍ୟାୟର 14 ପଦ। ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଜା ନ ଯାଅ। ପ୍ରିୟମାନେ, ବାହାଘର ବିଶ୍ୱାସୀ ମଧ୍ୟରେ ହେବାର ଆବଶ୍ୟକ ରହିଅଛି। ଯଦି ଆମେ ବିଶ୍ୱାସୀ ମଧ୍ୟରେ ଯଦି ବାହାଘର ହେବା ନାହିଁ, ତାହେଲେ ସେ ବାହାଘରଟା ଲାଷ୍ଟିଂ କରିବ ନାହିଁ। ସେ ବାହାଘରରେ ପ୍ରଭୁଙ୍କର ଆଶୀର୍ବାଦ ରହିବ ନାହିଁ। କାରଣ ଯେଉଁ ବାହାଘର ପରମେଶ୍ୱରଙ୍କ ବାକ୍ୟ ବିରୋଧ ହୁଏ, ଯେଉଁ ବାହାଘରରେ ପରମେଶ୍ୱରଙ୍କ ବାକ୍ୟକୁ ମାନନ୍ତି ନାହିଁ, ସେ ବାହାଘରରେ ପରମେଶ୍ୱରଙ୍କ ଆଶୀର୍ବାଦ ରହେ ନାହିଁ। ସେଥିପାଇଁ ଯେଉଁ ସମୟରେ ମଧ୍ୟ ଆମେ ବାହା ହେଉଛୁ, ସେହି ସମୟରେ ଗୋଟେ ବିଶ୍ୱାସୀ ଆଉ ଗୋଟେ ବିଶ୍ୱାସୀ ସହିତ ହିଁ ବାହା ହେବାର ଆବଶ୍ୟକ ରହିଛି। ଏହା ବାଇବଲର ସମ୍ପୂର୍ଣ୍ଣ ପରାମର୍ଶ ଅଟେ। ଏହି ପରାମର୍ଶକୁ ଆମେ ଶିରୋଧାର୍ଯ୍ୟ କରିବା। ଆଜି ଅନେକ ଜଣ ଏହି ପରାମର୍ଶକୁ ମାନନ୍ତି ନାହିଁ, ପ୍ରେମ କରନ୍ତି, ଆଉ ସେମାନଙ୍କ ସହିତ ବାହା ହୁଅନ୍ତି, ଆଉ ସେମାନେ ତାଙ୍କୁ ବାହା ହେଇଯାଆନ୍ତି। ମାତ୍ର ପରେ କିଛି ଦିନ ଗଲା ପରେ ସେମାନଙ୍କ ସମସ୍ୟା ଗୁଡ଼ିକ ଦେଖାଯାଏ। ସେଥିପାଇଁ ଗୋଟିଏ ପରାମର୍ଶ ଏହାକୁ ଧ୍ୟାନ ରଖିବେ ଯେ ବିଶ୍ୱାସୀ ସହିତ ହିଁ ବାହା ହେବା ଆମମାନଙ୍କ ନିମନ୍ତେ ତାହା ଉପଯୁକ୍ତ ରହିଛି। ବାହାଘର ପୂର୍ବରୁ ଆମକୁ କ'ଣ କରିବାର ଅଛି? ଲୁକ 6 ଅଧ୍ୟାୟର 12 ପଦରେ, ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରି ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କରେ। ଏହି ସ୍ଥାନରେ ଆମେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଦେଖୁଛୁ। ଯୀଶୁଖ୍ରୀଷ୍ଟ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କରୁଛନ୍ତି। କାହିଁକି? ସେ ଶିଷ୍ୟମାନଙ୍କୁ ବାଛିବାର ଅଛି। ଶିଷ୍ୟମାନଙ୍କୁ ବାଛିବା ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ରାତ୍ରି ସେ ପ୍ରାର୍ଥନା କରିଛନ୍ତି। ପ୍ରିୟମାନେ, ଆମେ ମଧ୍ୟ ବାହାଘର ପୂର୍ବରୁ ଆମକୁ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ଅନେକଙ୍କୁ ଆମେ ପ୍ରାର୍ଥନା ଅନୁରୋଧ ଆମେ ଦେଉ, ମାତ୍ର ଆମେ ପ୍ରାର୍ଥନା କରୁନାହୁଁ। ବାହାଘର ପୂର୍ବରୁ ଆମକୁ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବାର ନିହାତି
ଆବଶ୍ୟକ ରହିଛି। ଯଦି ଆମେ ପ୍ରାର୍ଥନା କରିବା ନାହିଁ ତାହେଲେ ତାହା ଆମମାନଙ୍କ ନିମନ୍ତେ ବହୁତ ଅସୁବିଧା ହେବ। ପ୍ରାର୍ଥନାର ସହିତ ଆମେ ସବୁ ପଦକ୍ଷେପ ଗୁଡ଼ିକ ନେବା। ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରାର୍ଥନାର ସହିତ ଶିଷ୍ୟମାନଙ୍କୁ ବାଛିଥିଲେ, ଆଉ ସେଇ ଶିଷ୍ୟମାନେ ଜଗତକୁ ଓଲଟ ପାଲଟ କରିଦେଲେ। ବେଶୀ ଜ୍ଞାନୀ ବୁଦ୍ଧିମାନ ଲୋକ ନଥିଲେ, ସାଧାରଣ ଲୋକ ଗୁଡ଼ିକ ଥିଲେ। ମାତ୍ର ପ୍ରାର୍ଥନାର ସହିତ ଯେତେବେଳେ ସେମାନେ ବାଛିଛନ୍ତି, ସେହି ସମୟରେ ଶିଷ୍ୟମାନେ ବହୁ ଶକ୍ତିଶାଳୀ ଭାବରେ ପ୍ରଭୁଙ୍କ କାମକୁ ସେମାନେ କରିପାରିଛନ୍ତି। ସେଥିପାଇଁ ବାହାଘର ପୂର୍ବରୁ ଆମକୁ ନିହାତି ପ୍ରାର୍ଥନା କରିବା, ଉପବାସ କରିବା, କାରଣ ଜୀବନସାଥୀକୁ ଆମେ ପାଇବା ପାଇଁ ଯାଉଛୁ। ଜୀବନସାଥୀ ପାଇବା ପାଇଁ ଆମେ କେତେ ସିରିୟସ୍ ହେବାର ଆବଶ୍ୟକ ରହିଅଛି, କାରଣ ବାହାଘର ଜୀବନରେ ଥରେ ହେଇଥାଏ। କାରଣ ଆମେ ଏହାପରେ ଆମର ବାହାଘରକୁ ଆମେ ଭାଙ୍ଗି ପାରିବା ନାହିଁ। ସେଥି ନିମନ୍ତେ ବାହାଘର ପୂର୍ବରୁ ଆମକୁ ପ୍ରାର୍ଥନା କରିବାର ଆବଶ୍ୟକ ରହିଅଛି। ଆଉ ଚତୁର୍ଥ ବିଷୟ କହିବା ପାଇଁ ଚାହେଁ, ଆଦି ପୁସ୍ତକ ଏହାର 24 ଅଧ୍ୟାୟର 66 ପଦ, ଯେ ଅନନ୍ତର ସେହି ଦାସ ଇସାକକୁ ଆପଣାକୃତ ସମସ୍ତ କର୍ମର ସମସ୍ତ ବିବରଣୀ କହିଲା। ସେତେବେଳେ ଇସାକ ରେବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନିଯାଇ ତାହାକୁ ବିବାହ କଲା। ପ୍ରିୟମାନେ, ବେଶୀ ବାଛନ୍ତୁ ନାହିଁ। ଆଜି ଆମେ ଏ ପ୍ରକାର ଗୋଟେ ସମୟରେ ବାସ କରୁଛୁ। ଆମେ ବହୁତ ବାଛୁଛୁ। ଗୋଟିଏ ପୁଅ ଝିଅମାନେ ସେମାନେ ନିଜ ନିମନ୍ତେ କିଏ 20ଟା 30ଟା 40ଟା 50ଟା ଏମିତିକି 100ଟା ମଧ୍ୟ ପ୍ରସ୍ତାବ ସେମାନେ ଦେଖୁଛନ୍ତି, ବାଛୁଛନ୍ତି। ଏଇଟା ଭଲ ଲାଗୁନାହିଁ, ତାର ଏଇଟା ଭଲ ନାହିଁ, ତାର କଲର୍ ଭଲ ନାହିଁ, ତା ହାଇଟ୍ ଭଲ ନାହିଁ, ତା ଚୁଟି ଭଲ ନାହିଁ, ତା ରଙ୍ଗ ଭଲ ନାହିଁ, ଏ ପ୍ରକାର ଭାବରେ ବହୁତ ବାଛନ୍ତି। ଆମକୁ ନ ବାଛି ବିଶ୍ୱାସର ସହିତ ଆମକୁ ପଦକ୍ଷେପ ନେବାର ଅଛି ପ୍ରିୟମାନେ। କାରଣ କାହା ଭିତରେ କ'ଣ ଅଛି ଆମେ ଜାଣିନାହୁଁ। ଆମେ କେବଳ ତାର ଧନକୁ ଦେଖୁ, ଆମେ ତାର ସୁନ୍ଦରତାକୁ ଦେଖୁ, ତାର ଶିକ୍ଷାଗତ ଯୋଗ୍ୟତାକୁ ଆମେ ଦେଖୁ, ତାର ପୃଷ୍ଠଭୂମିକୁ ଆମେ ଦେଖୁ, ମାତ୍ର ସେ ଭିତରେ କ'ଣ ଅଛି ଆମକୁ ଜଣା ନାହିଁ। ସେଥିପାଇଁ ଆମକୁ ଏତେ ନ ବାଛି ବିଶ୍ୱାସର ସହିତ ଆମକୁ ପଦକ୍ଷେପ ନେବାର ଅଛି। ଯେଉଁ ସମୟରେ ଏଲିଆଜର ରେବିକାକୁ ଆଣିଛନ୍ତି, ସେ କୌଣସି ବାଛି ନାହାନ୍ତି। ଆଙ୍କର ରୂପ ଏମିତି ଅଛି, ରଙ୍ଗ ଏମିତି ଅଛି, ହାଇଟ୍ ଏମିତି ଅଛି, ନାକ ଏମିତି ଅଛି, ମୁଁ ଏମିତି ଚାହୁଁଥିଲି, ସେମିତି ଆଣିଦେଲ, ଏହି ପ୍ରକାର ଭାବରେ ସେ ନ ବାଛି ରେବିକାଙ୍କୁ ସେ ଗ୍ରହଣ କଲେ। ସେ ପ୍ରିୟମାନେ, ଆମକୁ ମଧ୍ୟ ବହୁତ ବାଛିବା କଥା ନୁହେଁ। ଆମକୁ ମଧ୍ୟ ବିଶ୍ୱାସର ସହିତ ପଦକ୍ଷେପ ନେଇ ଆମକୁ ଗ୍ରହଣ କରିବାର ଆବଶ୍ୟକ ରହିଅଛି। ପ୍ରଭୁ ଆସନ୍ତା ବିଷୟ ଗୁଡ଼ିକକୁ ସେ ନିହାତି ସବୁ ବିଷୟକୁ ଠିକ୍ କରିବେ। ଶେଷରେ କହିବା ପାଇଁ ଚାହେଁ, ଯେଶାୟ 40 ଅଧ୍ୟାୟର 31 ପଦରେ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ସେଥିପାଇଁ ବାହାଘର ନିମନ୍ତେ ବେଶୀ ହରି ହେବା କଥା ନୁହେଁ। ଯଦି ବିଳମ୍ବ ହେଉଛି ତାହେଲେ ଅପେକ୍ଷା କରିବାର ଆବଶ୍ୟକ ରହିଛି। ଆମେ ଟିକେ ଅପେକ୍ଷା ଆମେ କରିପାରିବୁ ନାହିଁ। ଆମେ ବୟସ ଗଢ଼ିଗଲାଣି, ଏମିତି ହେଇଗଲାଣି, ସେମିତି ହେଇଗଲାଣି, ଆମଠୁ ଛୋଟ ଲୋକମାନେ ବାହାସାହା ହେଇଗଲେଣି। ଆମେ ଏହି ପ୍ରକାର ଭାବରେ ଅନେକ ବିଷୟ କହୁ, ପରିବାରର ଅନେକ ପ୍ରେସର ଗୁଡ଼ିକ ମଧ୍ୟ ଥାଏ। ମାତ୍ର ଅପେକ୍ଷା କରିବାଟା ମଧ୍ୟ ଶିଖିବାର ଅଛି। ବାଇବଲ କହେ, ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ପ୍ରିୟମାନେ, ସେଥିପାଇଁ ବାହାଘର ପୂର୍ବରୁ ଆମକୁ ଧୈର୍ଯ୍ୟ ଧରିକିନା ଅପେକ୍ଷା କରିବାର ଅଛି। ଉପଯୁକ୍ତ ଜୀବନସାଥୀ ପାଇବାର ଅଛି, ତାହେଲେ ଆମକୁ ଅପେକ୍ଷା କରିବାର ଅଛି। ମୁଁ ଆପଣମାନଙ୍କ ନିକଟରେ 5ଟି ବିଷୟ ରଖୁଥିଲି। ନିଜ ସୁବିବେଚନାରେ ଆଉଜି ପଡ଼ିବା କଥା ନୁହେଁ। ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ହେବା କଥା ନୁହେଁ। ପ୍ରାର୍ଥନାରେ ଆମକୁ ଜାଗି ରହିବାର ପଡ଼ିବ। ଆମକୁ ବେଶୀ ବାଛିବାର ନାହିଁ। ବିଶ୍ୱାସରେ ଆମକୁ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ଆଉ ଟିକେ ଧୈର୍ଯ୍ୟ ଧରିବାର ମଧ୍ୟ ଆବଶ୍ୟକ ରହିଅଛି। ପ୍ରିୟମାନେ, ବାହାଘର ପୂର୍ବରୁ ଏ ବିଷୟ ଗୁଡ଼ିକକୁ ଯଦି ଆମେ ଧ୍ୟାନ ଦେବା, ତାହେଲେ ଆମମାନଙ୍କର ବାହାଘରକୁ ମଧ୍ୟ ସୁଖ ଶାନ୍ତି ଆନନ୍ଦରେ ଗୋଟେ ସଫଳ ମ୍ୟାରେଜ୍ ଆମେ କରିପାରିବା। ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତି ସମୟରେ ତୁମେ ଆପଣା ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ସେଥିପାଇଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆଜି ଅନେକ ବାହାଘର ନଷ୍ଟ ହୋଇଯାଉଛି। ଆଜି ଅନେକ ବାହାଘର ବିନା ପରାମର୍ଶରେ, ବିନା ପ୍ରାର୍ଥନାରେ, ବିନା ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ହେଉଛି। ଏବେ ପ୍ରାର୍ଥନା କରୁଛି, ଦୟାକରି ଅନୁଗ୍ରହ କର। ବାହାଘର ଗୁଡ଼ିକ ସଫଳ ହେଉ, ସ୍ୱାମୀ ସ୍ତ୍ରୀ ମିଶି ରୁହନ୍ତୁ, ଈଶ୍ୱରୀୟ ବଂଶ ଉତ୍ପନ୍ନ କରନ୍ତୁ। ଆମମାନଙ୍କ ପ୍ରାର୍ଥନା ପିତା, ଦୟାକରି ତୁମେ ସାହାଯ୍ୟ କର। ଆଉ ପ୍ରଭୁ, ଆମମାନଙ୍କ ଯୁବା ଯୁବତୀମାନେ, ମା ବାପାମାନେ ଉପଯୁକ୍ତ ପଦକ୍ଷେପ ନେଇପାରିବେ, ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।